ଇଚା ବାଡ଼ି କଳା ସିଂହ କାହିଁକି ଅଇଲୁ ରେ। ଗଣ୍ଡା ଗଣ୍ଡା ପଣ୍ଡା ରାନ୍ଧି ପରସିଲେ ତେବେ ନ ପୁରିଲା ପେଟ। ଗଣ୍ଡା ଗଣ୍ଡା ପଣ୍ଡା ରାନ୍ଧି ପରସିଲେ ତେବେ ନ ପୁରଇ ପେଟ। ଏଠାରେ ସପୁରି ପଣସ କଦଳୀ ଖାଇ ହୋଇ ଯିବୁ ମୋଟ। ସେଆଡେ ମୋଟ କହିଲା ବେଳେ ଆଡେ ଭକ୍ତ ମାନେ ନାଚିଲେନି। କଳା ସିଂହ କାହିଁକି ଅଇଲୁ ରେ। ତେଣୁ ଆର୍ଯ୍ୟଦେବଙ୍କ ନିତ୍ୟ ନୈତ ଗ୍ରନ୍ଥରେ ଏମାନଙ୍କୁ ଅଳଙ୍କାରା ବୋଲି ମଧ୍ୟ କୁହାଯାଏ। ତେବେ ଚୋଡଗଙ୍ଗ ଦେବଙ୍କ ଠାରୁ ଏହି ସେବା ପ୍ରାରମ୍ଭ, ମାତ୍ର ଇତିହାସ ଏଇଥିପାଇଁ ଏ ସିଦ୍ଧାନ୍ତରେ ନୀରବ। ଆମେ ଦେଖୁଛେ ଭକ୍ତମାନେ ଆଉ ନୃତ୍ୟଶିଳ୍ପୀ ମାନେ ତିନି ରଥ ଆଗରେ ମହାପ୍ରଭୁଙ୍କ ନିକଟରେ ପାରମ୍ପରିକ ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଗୋଟିଏ କଥା ହଉଛି, ଭାରତୀୟ ଦର୍ଶନରେ ଯଦି ଆମେ ନୃତ୍ୟ ପରମ୍ପରାକୁ ଦୃଷ୍ଟିପାତ କରିବା, ପରମାତ୍ମା ପୂର୍ଣ୍ଣ ପରମ ବ୍ରହ୍ମ ସମସ୍ତ ଅବତାରର ମହାନାୟକ ଶ୍ରୀ ଜଗନ୍ନାଥ ସ୍ୱୟଂ ସୃଷ୍ଟ, ଯାହାଙ୍କ ଶ୍ୱାସ ଉପକ୍ରମକୁ ଚାରି ବେଦ ବୋଲି କୁହାଯାଏ, ଯାହାକି ସହଜ ଶ୍ୱାସ ଶ୍ରୁତି ଚାରି ସ୍ୱ ହରି ପଢ ଇହ କୌତୁକ ଭାଇ। ତେଣୁ ପ୍ରଥମ ସଙ୍ଗୀତ ଋଗ୍ବେଦରୁ ଆସିଛି ବିଶ୍ୱର। ଆଉ ଯଦିଓ ବେଦ ବୃକ୍ଷର ପତ୍ରକୁ ଋଗ୍ବେଦ, ପୁଷ୍ପକୁ ସାମବେଦ, ଫଳକୁ ଯଜୁର୍ବେଦ, ମହକ ବା ସୁବାସ ହେଉଛି ଅଥର୍ବ ବେଦ ରୂପରେ ଗ୍ରହଣ କରାଯାଏ। ତା ଭିତରେ ବେଦାନାଂ ସାମବେଦୋସ୍ମି, ଏଇ ନ୍ୟାୟରେ ସାମବେଦକୁ ଗାନ ଗାୟନ ରୂପରେ ଗ୍ରହଣ କରାଯାଏ ବା ଗାନ ଗାୟନ ଗୀତ ସଙ୍ଗୀତ ଇତ୍ୟାଦି ପ୍ରକରଣରୁ ବେଦର ବେଦାନ୍ତ ଓ ଶାଖା ବିସ୍ତୃତ